ବୁଝିପାରିବୁନି ମୁଁ ତ ଫାଙ୍କା ବେଳେ ବୁଝେଇବି ଯେ ତୁ ଖାଲି ଏତିକି ଶୁଣିଥା ରାତି ପାଇଲା ବେଳକୁ ବୁଝିପାରୁଛୁ ଫାଇନାନ୍ସ ବାଲା ସବୁ ଘରେ ଆସିକି ବସିଛନ୍ତି ଏବେ ମାସ ଆରମ୍ଭ ହେଇଗଲା ଆଜି କେତେ ତାରିଖ ହେଲା 10 ତାରିଖ 1ରୁ 15 ତାରିଖ ଯାକେ ସେ ଘର ଆଗରେ ସବୁ ଲାଇନ୍ ଲଗାଉଛନ୍ତି ଗୋଟା ଗାଈ ଲୋନ୍ କରିଥିଲି 1,00,000 ଟଙ୍କା ଗୋଟା ଘରକୁ ବନ୍ଧା ପକେଇ ଦେଇଥିଲି ସିଏ ଅଛି ବାବୁ ଏ ଦାଢ଼ିଟା ଆପଣ କଣ କାଟିଦେଲେ ଏତେ ଦିନ ହେଲା ରଖିଦେଲେ ଦାଢ଼ିଟା କାହିଁ କାଟିଦେଲେ? ଦାଢ଼ିଟା କାଟିଦେଲେ ତୁ ତ ଦାଢ଼ି କାଟିବା ଲୋକ ଦାଢ଼ି କାଟିବୁ ଏତେ କଥା କାହିଁ ରଖୁଛୁ ତୋ କାମ ତୁ ତୋର କରୁନୁ ଦାଢ଼ି କାଟିଦେଲ ମୋର ଦୁନିଆ ଆଡ଼େ ଦୁନିଆ କାମ ତୁ ସେ କଥା କିଛି ବୁଝିପାରିବୁନି କଣ ଏତେ ଦିନ ଦାଢ଼ିଟା କାଟିଦେଲେ ମୁଁ କିଛି ବୁଝିପାରୁନି ସମସ୍ତେ ଜାଣିଛନ୍ତି ଦାଢ଼ି ରଖିଦେଲ ତମେ ଆଜି ଦାଢ଼ି କାଟିଦେଲ ମୁଁ କିଛି ବୁଝିପାରୁନି ଆରେ ସିଏ ଭିତରି କଥା ଅଛି ସବୁ ତୁ ବୁଝିପାରିବୁନି ମୁଁ ତ ଫାଙ୍କା ବେଳେ ବୁଝେଇବି ଯେ ତୁ ଖାଲି ଏତିକି ଶୁଣିଥା ରାତି ପାଇଲା ବେଳକୁ ବୁଝିପାରୁଛୁ ଫାଇନାନ୍ସ ବାଲା ସବୁ ଘରେ ଆସିକି ବସିଛନ୍ତି ଏବେ ମାସ ଆରମ୍ଭ ହେଇଗଲା ଆଜି କେତେ ତାରିଖ ହେଲା 10 ତାରିଖ 1ରୁ 15 ତାରିଖ ଯାକେ ସେ ଘର ଆଗରେ ସବୁ ଲାଇନ୍ ଲଗାଉଛନ୍ତି ଗୋଟା ଗାଈ ଲୋନ୍ କରିଥିଲି 1,00,000 ଟଙ୍କା ଗୋଟା ଘରକୁ ବନ୍ଧା ପକେଇ ଦେଇଥିଲି ସିଏ ଅଛି ଏ ଦୁନିଆ ଆଡ଼େ ଦୁନିଆ ଥିଲା ଏଇ ଦାଢ଼ିଟାକୁ କାଟିଦେଲି ମୋତେ ଆଉ କେହି ଚିହ୍ନି ପାରିବେ ସଇଲା ବୁଝିପାରୁଛୁ ବାବାଜୀ ନମସ୍କାର। ହଁ ନମସ୍କାର ଆଉ କଣ ନାଇଁ ଟିକେ 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 ରୂପ ପୁରା ପରିବର୍ତ୍ତନ? ଏଗୁଡ଼ାକ କାହା ଆଗରେ ଗପିବୁନି ନହେଲେ ଫାଇନାନ୍ସ ବାଲା ଜାଣିଦେବେ ଫାଇନାନ୍ସ ବାଲା ମୁଁ ଅବିକା ଘର ଦୁଆର ମୋର ସିଏ ଅବିକା ବହିଦେବେ ସିଏ କ'ଣ ମୋତେ ଆଉ ଚିହ୍ନି ପାରିବେ ମୁଁ ସିଧା ପଶିକି ଘର ଭିତରେ ମୁଁ ମୋର ଗାଧେଇ ପାଧେଇ ମୋତେ ଯଦି ପଚାରିବେ ମୁଁ କହିବି ସେ କିଏ ମୁଁ ଚିହ୍ନିନି ତାକୁ ତାପରେ ଯଦି ପଚାରିବେ ବାବା ସ୍ୱାଇଁ ଘର କୋଉଟା ମୁଁ କହିବି ମୁଁ ଇଏ ବାବା ସ୍ୱାଇଁ ଘର ଏଇଟା ନୁହଁ ସେ ତମେ ଟାଉଟରିଆ ବାବା ସ୍ୱାଇଁକି ଖୋଜୁଛ ମୁଁ ଢୋଲା ବାବା ସ୍ୱାଇଁ ହେଲା ତୁ ଦାନ୍ତ ଦେଖାନା ବାପା କାଟିଲୁ ମୋର ଦୁନିଆ କାମ ଅଛି ଆଡ଼େ କାଟ 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 ହଇ ବୁଝିଲୁ ଏ କଥା କାହା ଆଗରେ ଗପିବୁନି ନାଇଁ ନାଇଁ ହଁ ମୋର ବା ଗୋଟେ ଆଉଟା ବଡ଼ ଟେନସନ୍ ହେଲାଣି ମୋର ଆଇଫୋନ୍ ଯେଉଁ ନୁହଁ ଆଇଫୋନ୍ ମୁଁ ପୁଣି ଫେସ୍ ଲକ୍ ଦେଇଛି ମୋ ଦାଢ଼ି ଥିଲା ଇଏ ସବ ଦାଢ଼ି କାଟିଦେଲେ ସେ ଲକ୍ ଫିଟିବ କି ନାହିଁ ସିଏ ସନ୍ଦେହ ମୋତେ ରଖିଲା କ'ଣ କରିବି ମୋର ସେଇ ହେଲା ବଡ଼ ଚିନ୍ତା ସଇଲା ହଁ ସଇଲା କୋଉଠୁ ମୁଁ ଯାଏ ମୋ ଦୁନିଆ କାମ ରହିଲାଣି ବାବା ଯୋଉ ହଁ ପଇସାଟା ଦେଲେନି ଯେ ପଇସା ହଁ ପଇସାଟା ମୁଁ ଛାଡ଼ି ଦେଇ ଯାଇଛି ଘରେ କଣ ମୁଁ 1.5 ଘଣ୍ଟା ହେଲି ଆପଣଙ୍କୁ ବସେଇ କାଟୁଛି ଆପଣ ଗୋଟେ ପଇସା ଦେବେନି ସେମିତି ଯିବେ ମୁଁ କଣ କରିବି କହିଲ ବ୍ୟସ୍ତ ସକାଳୁ ହନା। ପ୍ରଥମ ଲୋକ ତମେ ଗୋଟେ 1.5 ଘଣ୍ଟା ଧରି ମୁଁ ବାଳ କାଟିଲିନି ଆପଣ କହୁଛନ୍ତି ପଇସା ଆଇଲେ ଦେବି ବ୍ୟସ୍ତ ହନା ମୁଁ ଖାଲି ଘରୁ ଗାଧେଇକି ଆଉଛି ହେଲା ପଇସାଟା ରହିଯାଇଛି କହୁଛନ୍ତି ଯେ ଆପଣ କରୁଛନ୍ତି ସେ ଗୋଟେ ପ୍ରଥମ ସକାଳୁ ଗୋଟେ କାହିଁ ଏମିତି କରୁଛନ୍ତି ତୁ ବ୍ୟସ୍ତ ହନା ମୋ ହାତରେ ଆଜି ବଇନି କରିଛୁ ମାନେ ଦେଖ ଆଜି କେତେ ବେପାର ହବ ମୁଁ ଆଉଛି ହେଲା ହଉ ହେଇ ଆଉ ଗୋଟେ ବାପା ଗୋଟେ କାମ କରିନହେଲେ ଗୋଟେ କାଗଜରେ ଆକାଉଣ୍ଟ ନମ୍ବରଟା ଲେଖିକି ଦେଇଦେଲୁ ଆକାଉଣ୍ଟ ନମ୍ବର ଦେଇ ଫୋନରେ ପେରେ କରିଦେବି ଆପଣ ତ ଗଲ ତମେ 3 ଥର ହେଲାଣି ଆପଣଙ୍କ ଏମିତି ମତେ କହୁଛନ୍ତି ମୁଁ ଜାଣିଛି ଆପଣଙ୍କ କଥା ହଉ 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 ବ୍ୟସ୍ତ ହନା ମୁଁ ଆଉଛି ହଉ ନେ ବାପା ଧରୁ ପଇସାଟା ଧର ମୁଁ ସେ କର ଦୋକାନକୁ ନେଇ କହିବି ତୁ ଏତେ ଥର ଗୋଟେ ଏତେ କଥା କହିଲି ମୁଁ ଆଉ ସକାଳୁ ମୁଣ୍ଡରେ ମାରିକି ରହ ଯାଉ